କନ୍ୟା ରାଶିର ଲାଭ ଭାବ କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥିତ ବୃହସ୍ପତି ମହାଗ୍ରହ ଏହି ସମୟରେ କନ୍ୟା ରାଶି ପାଇଁ ଧନ ବର୍ଷା କରାଇବେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। 2026 ମସିହାରେ କନ୍ୟା ରାଶି ପାଇଁ ନୈସର୍ଗିକ ଶୁଭ ଗ୍ରହ ଦେବଗୁରୁ ବୃହସ୍ପତିଙ୍କର ଗୋଚର ବା ଗୋଚଳନ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ। ବର୍ଷ ଆରମ୍ଭରୁ ଜୁନ୍ ମାସ 2 ତାରିଖ ପର୍ଯ୍ୟନ୍ତ ବୃହସ୍ପତି କନ୍ୟା ରାଶିର ଦଶମ ସ୍ଥାନ ମିଥୁନ ରାଶିରେ ଅବସ୍ଥାନ କରିବେ। ଏହି ସମୟରେ କନ୍ୟା ରାଶିଜାତ ବ୍ୟକ୍ତି ଯାନବାହନ ତଥା ସମ୍ପତ୍ତି କିଣିବାର ସୁଯୋଗ ପାଇବେ। ଘରେ ସର୍ବଦା ବନ୍ଧୁ ଓ ପରିଜନଙ୍କର ଗହଳି ଚହଳି ଲାଗି ରହିବ। ଚାକିରି ଖୋଜୁଥିଲେ କର୍ମସଂସ୍ଥାନର ସମ୍ଭାବନା ରହିଅଛି। ତୀର୍ଥ ଅଥବା ଦେବଦର୍ଶନ ପାଇଁ ଭ୍ରମଣ କରିବାର ଯୋଗ ଦେଖାଯାଏ। ମାତାଙ୍କ ଆଶୀର୍ବାଦ ଯୋଗୁଁ ବଳିଆନ ରହିବେ। 2026 ମସିହା ବର୍ଷର ଜୁନ୍ ମାସ 2 ତାରିଖ ପରଠାରୁ ବୃହସ୍ପତି ନିଜ ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବେ। କନ୍ୟା ରାଶିର ଲାଭ ଭାବ କର୍କଟ ରାଶିରେ ଉଚ୍ଚ ଭାବରେ ଅବସ୍ଥିତ ବୃହସ୍ପତି ମହାଗ୍ରହ ଏହି ସମୟରେ କନ୍ୟା ରାଶି ପାଇଁ ଧନ ବର୍ଷା କରାଇବେ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରୁ ଅର୍ଥ ଲାଭ ହେବ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ଆର୍ଥିକ ସମ୍ପନ୍ନତା ଆସିବା ସାଙ୍ଗକୁ ସମାଜରେ ପ୍ରତିପତ୍ତି ବଢ଼ିବ। ନାମ ଓ ଯଶ କମାଇବେ। ପାରିବାରିକ ଜୀବନରେ ଖୁସିର ଲହର ଆସିବ। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ବହୁତ ଭଲ ଭଲ ଜାଗାରୁ ବିବାହ ପ୍ରସ୍ତାବ ଆସିବ। ପ୍ରେମ ସମ୍ପର୍କରେ ରହିଥିବା ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ବଡ଼ ପ୍ରୀତିଦାୟକ ରହିବ। ଭବିଷ୍ୟତରେ ପ୍ରେମ ବିବାହ କରିବା ପାଇଁ ନିଷ୍ପତ୍ତି ନେବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅଳସୁଆମି ପ୍ରଦର୍ଶନ କଲେ ମଧ୍ୟ କୃତିତ୍ୱର ସହିତ ଶିକ୍ଷା ଶେଷ କରିବେ। ବୈଷୟିକ ଶିକ୍ଷା ଗ୍ରହଣ ପାଇଁ ଘରଠାରୁ ଦୂରକୁ ଯାତ୍ରା କରିବାକୁ ପଡ଼ିବ। ଏହା ସହିତ ଏହି ସମୟରେ ସନ୍ତାନ ଲାଭର ମଧ୍ୟ ବିଶେଷ ଯୋଗ ରହିଅଛି। ଅକ୍ଟୋବର ମାସ 31 ତାରିଖ ପରଠାରୁ ଦେବଗୁରୁ ବୃହସ୍ପତି କର୍କଟ ରାଶି ପରିତ୍ୟାଗ କରି ସିଂହ ରାଶିରେ ପ୍ରବେଶ କଲେ କନ୍ୟା ରାଶିଜାତ ବ୍ୟକ୍ତିଙ୍କର ଖର୍ଚ୍ଚର ପରିମାଣ ଅହେତୁକ ଭାବେ ବୃଦ୍ଧି ହେବ। ଖର୍ଚ୍ଚର ପରିମାଣ ବଢ଼ିଯିବାରୁ ଏଥିପାଇଁ ଲୋନ୍ ମଧ୍ୟ କରିବା ଦରକାର ପଡ଼ିପାରେ। ଶତ୍ରୁ ବୃଦ୍ଧି ହେବାର ସମ୍ଭାବନା। ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାରେ ଘାଣ୍ଟି ହୋଇପାରନ୍ତି। ମାନସିକ ଦୁଶ୍ଚିନ୍ତା ସାଙ୍ଗକୁ ଖରାପ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଆହୁରି ଗମ୍ଭୀର କରିପାରେ। ଏହା ଛଡ଼ା ଏହି ସମୟରେ ତୀର୍ଥାଟନ ଅଥବା ଦେବଦର୍ଶନ ପାଇଁ ଦୂରସ୍ଥାନ ଭ୍ରମଣ କରିବାର ଯୋଗ ମଧ୍ୟ ଦେଖାଯାଉଅଛି। 2026 ମସିହାରେ କନ୍ୟା ରାଶିଜାତ ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କ ପ୍ରଦତ୍ତ ଅଶୁଭତ୍ୱକୁ ଦୂର କରି ଶୁଭ ଫଳର ଶୁଭତ୍ୱ ବୃଦ୍ଧି ନିମନ୍ତେ ପ୍ରତ୍ୟହ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କନ୍ୟା ରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।